ଆଜ୍ଞା ଜୟ ଜଗନ୍ନାଥ। ଆପଣଙ୍କ ଘରେ 150cc ୟୁନିକର୍ଣ୍ଣ ଅଛି କି? ଗାଡ଼ିର ଇଞ୍ଜିନ୍ ଭିତରୁ ଖିଟଖିଟି ସାଉଣ୍ଡ ହେଉଛି କି? ତାହେଲେ ଆପଣ ଜାଣିବେ ଯେ ଗାଡ଼ିର କ୍ରାଙ୍କ ସାଉଣ୍ଡ ବାହାରୁଛି। ପ୍ରଥମେ କ୍ରାଙ୍କ ଟିକେ ବାହାର କରିଦେଇକି କ୍ରାଙ୍କ କନେକ୍ଟିଭିର ଚାଲ ଟିକେ ଚେକ୍ କରିଦେବା। ଯଦି ଚାଲ ଅଛି ଜାଣିବା ଯେ କ୍ରାଙ୍କ କନେକ୍ଟିଭିଟି ନୂଆ ଲାଗିବ। ଏଣୁକରି ନୂଆ କ୍ରାଙ୍କ ଟିକେ ଆଣିବା, ତାକୁ ଭଲସେ ମୋବିଲ ଟିକେ ଦେଇଦେବା। ଦେଲା ପରେ ଇଞ୍ଜିନ୍ ଚାମ୍ବର ବେରିଙ୍ଗରେ ଧୀରେ ଧୀରେ ତାକୁ ଗଳେଇ ଦେବା। ତାପରେ କ୍ରାଙ୍କ ଟିକି ଘିରିକି ଆମେ 4-5 ଥର ବୁଲେଇ ଦେବା। ତାପରେ ପୁଣି ଇଞ୍ଜିନ୍ ଟିକି ଭଲସେ ଫିଟିଂ କରିଦେବା। ଗାଡ଼ି ହେଲା କି? ହେଲା ମାନେ ଭାଇ ବାଗରେ ଇଞ୍ଜିନ୍ ଟି ଫିଟିଂ କରାହେଇଛି, କ୍ରାଙ୍କ ସାଉଣ୍ଡ ଆଉ ବାହାରିବନି। ଦେଖା ଚଲେଇକି ଆସିଲ କେମିତି ଲାଗୁଛି? ଗାଡ଼ି ଭଲ ସାଉଣ୍ଡ ହଉଛି, ବଢିଆ ସାଉଣ୍ଡ ହଉଛି, କ୍ରାଙ୍କ ସାଉଣ୍ଡ ଆଉ ବାହାରୁନି ତ? କୋଉଠୁ ଆଇଥିଲ? ଭାଇ ଖୋର୍ଦ୍ଧାରୁ ଆସିକି ଗାଡ଼ି ଠିକ କରିଗଲେ। ଆପଣ କେବେ ଆସୁଛନ୍ତି? ଡରା ଟୁନା ଭାଇ ବାଇକ୍ ପଏଣ୍ଟକୁ।